ହ୍ୟାଲୋ ଫ୍ରେଣ୍ଡ, ଜୟ ଜଗନ୍ନାଥ। ମୁଁ କାଦମ୍ବିନୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ବ୍ଲଗ୍ସ ବାଇ କାଦମ୍ବିନୀକୁ। ତ ଆଜି ଥିଲା ଫ୍ରାଇଡ଼େ, ଆଉ ଆଜି ସ୍ୱସ୍ତିକର ସ୍କୁଲ ଖୋଲୁଛି। ଆଉ ଟାଇମ୍ ହେଲା 6:30, ତ ଆମକୁ 6:20 ଭିତରେ ପହଞ୍ଚିବାର ଅଛି। ତ ଟାଇମ୍ ଏବେ ହେଇଛି 5:20, ଆଉ ମୁଁ ଉଠିକି ଆସିଲି, ସ୍ୱସ୍ତିକି ଉଠେଇଦେଲି। ଦେଖନ୍ତୁ ସେ କେମିତି ହେଉଛି। ତ ଘରେ ଟିକେ ପନିର ଥିଲା, ତା ପାଇଁ ଭାବିଲି ପନିର ରୋଲ୍ କରିଦେବି, କାରଣ ମୁଁ ଜାଣିଛି ଏବେ ଛତୁଆ ଦେଲେ ବି ସେ ଖାଇବନି, ବିରକ୍ତି ହେବ। ଯେହେତୁ ଏତେ ମର୍ଣ୍ଣିଂରୁ ଉଠିଛି, ତ ସେଥିପାଇଁ ମୁଁ ତା ପାଇଁ ଟିକେ କରିଦେଲି ପନିର ରୋଲ୍। ତାକୁ ପନିର ରୋଲ୍ ପସନ୍ଦ, ଆଉ ତା ତ କେବଳ ମାନେ ଟମାଟୋ ସସ୍ ଦିଆହେବ, ଆଉ କିଛି ବି ଦିଆହେବନି। ମୁଁ ଅବଶ୍ୟ ଏତେ ଭଲ ପାଏନି, କାରଣ ଟମାଟୋ ସସ୍ ତ ମାନେ ପିଓର ନୁହେଁ, ଫିର୍ ବି ଦେଇଦିଏ ବେଳେବେଳେ। ତ ଏଇଠି ତା ପାଇଁ ରୋଲ୍ କରିଦେଲି। ହେଇଗଲାଣି 6:20, ତ ମୁଁ ଚାଲିଲି ତାକୁ ଛାଡ଼ିବା ପାଇଁ। ତ ତା ବାପାଙ୍କୁ ମନା କରେ, ନାଇଁ ତମେ ଉଠନି, କାହିଁକିନା ତାଙ୍କ ନିଦ କମ୍ପ୍ଲିଟ୍ ହେଉନି। ସେମିତିରେ ବି ଅଫିସରୁ ଆସିକି ବହୁତ କାମ କରୁଛନ୍ତି। ତ ଏବେ ଟିକେ ସେ ମାନେ ତାର ମାଇଣ୍ଡ ଫ୍ରେଶ ହେଇଗଲାଣି, ମାନେ ଗାଧେଇ ପାଧେଇ ସାରିଲା, ତ ରେଡ଼ି ହେଇଗଲା। ତ ଏବେ ଆଉ ତାକୁ କିଛି ଲାଗୁନି। ଗୋଟେ ଉଠିଲା ବେଳେ ପୁରା ବିରକ୍ତି ହେଉଥିଲା, ଚିଡ଼ଚିଡ଼ି ହେଉଥିଲା। ତ ହଜବେଣ୍ଡ ମାନେ ମୁଁ ତାଙ୍କୁ ଉଠେଇଲିନି, କିନ୍ତୁ ସେ ନିଜେ ଉଠିକି ଆସିକି ଗାଡ଼ି ବାହାର କରି ଥୋଇକି ଆସିଲେ। ତାପରେ ମୁଁ ତାକୁ ଟାଟା ବାଏ ବାଏ କରି ଘରକୁ ପଳେଇ ଆସିଲି। ମୋତେ କିନ୍ତୁ ନିଦ ପ୍ରବଳ, ଆଉ ମୁଁ ଭାବୁଛି ଏବେ ମାନେ ବ୍ରେକଫାଷ୍ଟ କରିକି ଘଣ୍ଟାଟେ ଖଣ୍ଡେ ଶୋଇପଡ଼ିବି। ପଳେଇ ଆସିଲି ଶୁଖିବା ପାଇଁ। ଏବେ ସକାଳୁ ଏବେ 6:30 ହେଇଛି। ବାବା ଆସିନାହାନ୍ତି, ଫୁଲ ତୋଳି ନାହାନ୍ତି, ସେଥିପାଇଁ ଗଛରେ ସବୁ ଫୁଲ ଅଛି। ବାବା ଟିକେ 7ଟା ବେଳକୁ ଫୁଲ ତୋଳନ୍ତି, ଯେହେତୁ ଆମେ ଜଲ୍ଦି ଉଠି ଯାଇଛୁ ସେଥିପାଇଁ। ତ ମୁଁ ଆସି ଘର ଫର ଟିକେ ଝାଡ଼ୁ କରିଦେଲି, ତାପରେ ଲୁଗାଗୁଡ଼ା ଶୁଖେଇବାକୁ ଆସିଲି ଛାତ ଉପରକୁ। ପାଗଟା ଏମିତି ଅଛି, ଏମିତି ମାନେ ମର୍ଣ୍ଣିଂରେ ପାଗଟା ରହୁଛି, ଦେନ୍ ତାପରେ ଖରା ବହୁତ ଜୋରସେ ହେଉଛି, ଗରମ ଲାଗୁଛି। ତ ଏବେ ପାଗଟା ଏମିତି ଅଛି, ମୋତେ ବହୁତ ଜୋରସେ ହିଁ ନିଦ ଲାଗିଲାଣି। ତ ଏଇଠି ମୁଁ ଟିକେ ଏମିତି ଛାତରେ ଟିକେ ବୁଲି ଦେଉଛି, ବୁଲିକି ଭାବୁଛି ଗୋଟେ ଘଣ୍ଟା ରେଷ୍ଟ ନେବି। ଦେନ୍ ତାପରେ ବି 6:30 ତ ହେଇଛି, ଗୋଟେ ଘଣ୍ଟା କି 1.5 ଘଣ୍ଟା ରେଷ୍ଟ ନେଲା ପରେ ତାପରେ ଉଠିକି ମୋର ଯାହା କରିବା କଥା କରିବି। କାହିଁକିନା ଅଲରେଡ଼ି ମୁଁ ବ୍ରେକଫାଷ୍ଟ ବନେଇ ଦେଇକି ହିଁ ପଳେଇଥିଲି। ତ ସକାଳୁ ସକାଳୁ ମୁଁ ଏତେ ଗାଧେଇ ପଡ଼ୁଛି, ସେଥିପାଇଁ ମୋର ଛିଙ୍କ ବି ହେଲାଣି। ତାକୁ ବି ଏମିତି ଗାଧେଇକି ଛାଡ଼ିଛି, କାହିଁକିନା ଆସିଲା ବେଳକୁ ତାର 9:30 ହେଇଯିବ। 9:30ରେ ଲେଟ୍ରେ, ସେ ଏତେ ଲେଟ୍ରେ ଗାଧାଏନି, ତ ସେଥିପାଇଁ ମୁଁ ତାକୁ ଗାଧେଇକି ମାନେ ପଠେଇ ଦେଇଛି। ତ ଆଜି ଆକ୍ଚୁଆଲି ମୋ ଡାର୍ଲିଂର ବି ପୂଜା ଥିଲା, ମାନେ ମୋର ଗୋଟେ ସାଙ୍ଗ ମଇଁ ତା ମାମା ତାଙ୍କର ମାନେ ଲକ୍ଷ୍ମୀଙ୍କର ପୂଜା ସେ କରନ୍ତି। ଡାକିଥିଲେ, କିନ୍ତୁ ପୁଅର ସ୍କୁଲ ଅଛି, ତା ତାଙ୍କ ହଜବେଣ୍ଡ ଅଫିସ୍ ଯିବେ, ତ ସେଥିପାଇଁ ମୁଁ ତାଙ୍କୁ ମନା କରିଥିଲି ମୁଁ ଯିବିନି ବୋଲି। ତ ଏବେ ଟାଇମ୍ ହେଇଗଲାଣି, ମୁଁ ଚାଲିଲି ତାକୁ ଆଣିବା ପାଇଁ। ତ ଏଇଠି ମାନେ ଏକାବେଳେ ଛାଡ଼ିଲା ବେଳକୁ ଏତେ ଗହଳି, ତ ଏଇଠି ମାନେ ପିଲାଙ୍କୁ ନେବାଟା ବି କଷ୍ଟ। କେବଳ ତୁମ ହାତ ଧରିକି ନ ନେଇକି ଗଲେ ବି ପିଲା ଯାଇପାରିବେନି, କାହିଁକିନା ସବୁ ପ୍ୟାରେଣ୍ଟସ୍ ଏକାବେଳେ ଟିକେ ବି ମାନେ ଏତିକି ବି ତାଙ୍କର ଠିକ୍ ନାହିଁ, ସେତିକି ବୁଝିବା ଦରକାର କି ମାନେ ସମସ୍ତଙ୍କୁ ଏକାବେଳେ ଛାଡ଼ିଲେ କେମିତି ହେବ। 5 ମିନିଟ୍ 10 ମିନିଟ୍ ଗ୍ୟାପ୍ରେ ଛାଡ଼ିଲେ କିଛି ଅସୁବିଧା ଅଛି କି? ତମକୁ ବି ସୁବିଧା ହୁଅନ୍ତା, ପିଲାମାନଙ୍କୁ ବି ସୁବିଧା ହୁଅନ୍ତା। ନାହିଁ, ତାଙ୍କର ସେମିତି କିଛି ବି ନାହିଁ। ଏକାବେଳେ ଛାଡ଼ିଦେବେ ବି ସବୁ ପ୍ୟାରେଣ୍ଟସ୍ ହଇରାଣ, ମାନେ ବିରକ୍ତି ଲାଗେ ବେଳେବେଳେ ତାଙ୍କର ଏମିତିକା ତାଙ୍କର ଡିସିସନ୍କୁ। ଯାହା ବି ହଉ, ଖରା ଏତେ ଜୋରେ ହେଉଛି, ଆଉ ତାଙ୍କୁ କିଛି କହିବି ହବନି। ମାନେ କେତେ ଗହଳି, ଖାଲି ଆପଣମାନେ ଦେଖନ୍ତୁ କେତେ ଗହଳି, କାହିଁକିନା ସମସ୍ତେ ଏକାବେଳେ ପୁରା ମାନେ ତାପରେ ଟିକେ ମୁଁ କଲ୍ କରିଦେଲି ମୋର ମଦର ଇଣ୍ଡିଆକୁ। ମଦର ଇଣ୍ଡିଆ ଉଠେଇଲେ ଫୋନ୍, ତାଙ୍କ ସହିତ ଟିକେ କଥା ହେଲି ଟିକେ।
ସ୍କୁଲ ରହିଲା ମାନେ ତ ମୋ ରୋଷେଇ ପୁରା ଗଡ଼ବଡ଼, କାହିଁକିନା ଅଧା ରୋଷେଇ କରିକି ପୁରା ବନ୍ଦ ବାନ୍ଦ କରିକି ଯାଇଥିଲି, ତ ପୁଣି ଏବେ ଆସିଲି ଆଉ ଅଧା ରୋଷେଇ କରୁଛି, ବସେଇଛି। ତ ମୋ ମମି ତାର ରୋଷେଇ କରିନି, ତାର ଭାତ ମାଛ ତରକାରୀ କରିବ, ସେ ଲୁଣି ମାଛ ଖାଉଛି, ଭାତ ମାଛ ତରକାରୀ କରିବ। ତାପରେ ମୁଁ କଥା ହେଇକି ଫୋନ୍ ରଖିଦେଲି। ତ ମୋ ଡାର୍ଲିଂ ଏଇଠି ଆସି ପହଞ୍ଚିଲେ, ଭାଇନା, ଝିଅ, ମୁଇଁ। ଆକ୍ଚୁଆଲି ମୋତେ ଡାକିଥିଲେ ତ ମୁଁ ମନା କରିଥିଲି ଯିବେ ବୋଲି, ମାନେ ଯିବିନି ବୋଲି, ତ ସେଥିପାଇଁ ତାପରେ ସିଏ ମୋତେ ଫୋନ୍ କରିକି କହିଲେ ମୁଁ ତାହେଲେ ଯିବି। ଗୋଟେ ଆସିଥିଲେ ତ ତାଙ୍କ ପାଇଁ ମାନେ ଭାଇନା ଥରେ ଆପଲ୍ ସେକ୍ ପିଇଥିଲେ, ତାଙ୍କୁ କ'ଣ ଭଲ ଲାଗିଲା, ସେଥିପାଇଁ ଡାର୍ଲିଂକୁ ଯାଇ କହିଥିଲେ କି ଜିନୁ ଆପଲ୍ ସେକ୍ କରିଥିଲା ବହୁତ ଭଲ ଲାଗିଥିଲା ବୋଲି। ସେଥିପାଇଁ ମୁଁ ଡାର୍ଲିଂକୁ କହିଲି ଡାର୍ଲିଂ ତମେ କ'ଣ ପିଇବ, ଡାର୍ଲିଂ କହିଲେ କି ମୁଁ ବି ଆପଲ୍ ସେକ୍ ପିଇବି। ସେଥିପାଇଁ ଆପଲ୍ ସେକ୍ କରିଥିଲି, ଆଉ ପିଲାମାନେ ଖେଳିବେ ବୋଲି ଟିକେ ଛାତ ଉପରକୁ ଆସିଥିଲେ। ସ୍ୱସ୍ତିକୁ ଦେଖନ୍ତୁ ସେ କେତେ ଖୁସି, ମାନେ ମଇଁକି ଆସିବ ବୋଲି ସେ ମାନେ ମୋତେ 50 ଥର ପଚାରିଲେ ମଇଁ ସତରେ ଆସିବ ତ, ଆଣ୍ଟି ଏମିତି ମିଛରେ କହିନାହାନ୍ତି ତ, ମାନେ ସେ ପୁରା ଏମିତି ଚଲେଇଛି ବସିକି, ସେ ପୁରା ଖୁସି। ଆମର ଆକ୍ଚୁଆଲି ମଟରଟା ଲଗା ହେଇଥିଲା, ପାଣି ଓଭରଫ୍ଲୋ ହେଇଯାଇଛି ତ ସେଥିପାଇଁ ଛାତ ସାରା ପାଣି ହେଇଯାଇଛି, ମାନେ ଖେଳିବାକୁ ଟିକେ ଅସୁବିଧା ହେଉଛି। ତ ଏଇଠି ତାଙ୍କର ଚାଲିଛି ଖେଳ। ହଁ ସେ ଚୁଇଁ ଦେଖ, ଚୁଇଁ ଉଠି ପାରୁନି, ଚୁଇଁ ତାର ଇଏ ଚଲେଇଛି। ଏଇଠି ମୋ ଡାର୍ଲିଂର ମୋର ଭିଡ଼ିଓ କରିଥିଲ ତ ମୁଁ ତାଙ୍କୁ କହୁଥିଲି, ମୁଁ କହିଲି ଚୁଟି କାହିଁ ତମେ ଏମିତି, ଚୁଟି ତଳଗୁଡ଼ା ଏମିତି ଫାଟିଯାଇଛି ତ ସେଥିପାଇଁ କହୁଥିଲି, ମୁଁ କହିଲି ଚୁଟି ଗୁଡ଼ା କାହିଁ ଏମିତି ରଖିଛ, ତଳଟା କାଟି ଦେଉନ। ତ ଏଇଠି ସେ ଚୁଇଁ ବସି ପାରୁନଥିଲା ବୋଲି ସୃଷ୍ଟିକୁ ବସେଇ ଦେଇଛନ୍ତି ଉପରେ, ତ ଏଇଠି ଚାଲିଛି ତାଙ୍କର ଖେଳ। ତ ଡାର୍ଲିଂ ବ୍ୟସ୍ତ ହେଉଛନ୍ତି ଯିବେ ବୋଲି, କାହିଁକିନା ସନ୍ଧ୍ୟା ଦେବେ। ଆଉ ଲେଟ୍ରେ ବି ଆସିଲେ, ଜଷ୍ଟ 10-15 ମିନିଟ୍ ହେଲାଣି ଆସିଛନ୍ତି। କିନ୍ତୁ ସନ୍ଧ୍ୟା ଦେବେ ବୋଲି କହିଲେ ନାହିଁ, ସନ୍ଧ୍ୟା ଦେବେ, ଠାକୁରଙ୍କୁ ବସେଇଛନ୍ତି ସେଥିପାଇଁ କହିଲେ ନା ଠାକୁରଙ୍କୁ ବସେଇଛି ନା, ସେଥିପାଇଁ ସନ୍ଧ୍ୟା ଫନ୍ଧ୍ୟା ଦେବି। ତମେ କହିଲେ ହଉ ତମେ ତାହେଲେ ଆସୁଥିଲ କାହିଁକି, ଯଦି ତମେ ଇଏ କଲ, ମାନେ ଫାଷ୍ଟ ଟାଇମ୍ ପାଇଁ ସେ ଆମ ଘରକୁ ଆସିଛନ୍ତି। ସବୁବେଳେ ହଁ ଡାର୍ଲିଂ ଯିବି, ହଁ ଡାର୍ଲିଂ ଯିବି କହି ମୁଁ ବି ଯାଇଥିଲି ଝିଅ ଯେତେବେଳେ ହେଇଥିଲା, ତ ଥରେ ମୁଁ ଝିଅକୁ ଦେଖିବା ପାଇଁ ଯାଇଥିଲି। ତାଙ୍କର ହେଇଥିଲା ITR ପାଖ ଗଳିରେ ଥିଲେ, ତ ସେଇ ଟାଇମ୍ରେ ହିଁ ଯାଇଥିଲି। ତାପରେ ମୁଁ ଆଉ ଯାଇନି। ମୋତେ ବି ଆକ୍ଚୁଆଲି ବି ଟାଇମ୍ ହେଉନି, ମୋତେ ବି ଆଉ କେତେବେଳେ ଟାଇମ୍ ହେଉଛି ଯିବା ପାଇଁ, ମୁଁ ବି ଯାଇପାରୁନି, କି ସିଏ ବି ଆସିପାରୁନାହାନ୍ତି। ଏବେ ସେ ବାହାରିଲେ, ତାପରେ ଆମେ ପଳେଇ ଆସିଲୁ ତାଙ୍କୁ ଟାଟା ବାଏ ବାଏ କରିବାକୁ। ତ ଏଇଠି ସେ ପଳେଇଲେ, ଆଉ ଆମେ ଟାଟା ବାଏ ବାଏ ପଳେଇ ଆସିଲୁ। ଡାର୍ଲିଂ ମୋର କେତେ କ'ଣ ଆଣିକି ଆସିଛନ୍ତି, ଆପଣ ମୁଁ ଦେଖୁଛି। ଏଇଟା ପୁରୀ, ତ ଏଇଠି ଚୁଡ଼ି ଆଉ ଚୁନି ସବୁ ଯେଉଁ ପୂଜା ପାଇଁ ଯାହା ଯାହା ସବୁ ଇଏ କରିଥିଲେ, ତ ଏଇଠି ଅଙ୍ଗୁର, ମୁଁ କ'ଣ ରୋଗୀ, ମୋତେ ରୋଗୀ ଦେଖିବାକୁ ଆସିଛନ୍ତି। ଏଠି ସ୍ୱସ୍ତିକ ପାଇଁ ମିଲ୍କ ସେକ୍ ଗୋଟେ ଆଉ ଚକୋ ପାଏ, ମୁଁ ତାକୁ ଚକୋ ପାଏ ଦେଉନି, ହେଲେ ବି ସେ ଆଣିଛନ୍ତି। ତ ବାବା କହିଲେ ଚାଲ ଟିକେ ଯିବା, ଆକ୍ଚୁଆଲି ଆମର ଇଣ୍ଡକ୍ସନଟା ଖରାପ ହେଇଥିଲା, ତ ଇଣ୍ଡକ୍ସନଟା ବାବା ଦେଇଥିଲେ, କିନ୍ତୁ ରାତିରେ ଟିକେ ବାବା ଗାଡ଼ି ଚଲେଇ ପାରିବେନି, ତ ସେଥିପାଇଁ ଆମେ ଯାଇଥିଲୁ। ତାପରେ ଏଇଠି ଟିକେ ଫଳ କିଣିବା ପାଇଁ ରହିଲୁ, ବାବା ତାଙ୍କର ଫଳ କିଣିବାକୁ ଗଲେ, ମୁଁ ତ ଏଇଠି ମୋର ବସିକି ଫଟୋ ଭିଡ଼ିଓ ବନାଉଥିଲି। ତ ଏ ବିସ୍କିଟ୍ଟା ସ୍ୱସ୍ତିକର ଫେଭରେଟ୍, ତ ସେଥିପାଇଁ ତାକୁ କାଲି ଟିଫିନ୍ ଦେଇଦେବି ଏଇ ବିସ୍କିଟ୍ଟା। ଆଉ ଚକୋ ପାଇ ବି ଦେଇଦେବି। ତ ଗୋଟେ ନୂଆ ଭେରାଇଟିର ଚକୋ ପାଇ। ତ ଏଇଟା ତ ରେଡ଼ି କରିଦେଲି ଟିଫିନ୍ଟା, କାହିଁକିନା ସକାଳୁ ଟିକେ ଟାଇମ୍ ଲାଗୁଛି, ତ ସେଥିପାଇଁ
ଟାଇମ୍ ହେଲାଣି 11:20 ମୁଁ ଚାଲିଲି ଶୋଇ ଟାଟା ବାଏ ବାଇ।